ତେବେ ବନ୍ଧୁମାନେ ନା ଆଉ ପାରୁନି ସିଏସ୍କେ। 2024 ପରଠାରୁ ଯେବେଠୁ ଆରସିବି ସିଏସ୍କେକୁ ହରାଇଲାଣି ଆଉ ସିଏସ୍କେ ଜିତି ପାରୁନି। ଆଉ ଆରସିବିର ଯେଉଁ ଖେଳାଳିମାନେ ଅଛନ୍ତି ସେମାନେ ଗୋଟେ ଗୋଟେ ମାନବ ନୁହନ୍ତି, ସେମାନେ ଗୋଟେ ଗୋଟେ ଦାନବ। ଆରେ ଭାଇ ଯିଏ ଆସୁଛି ଛକା ଚାରିର କଥା ଆଉ କିଛି ନୁହେଁ। ସେ ବିରାଟ କୋହଲି ହୁଅନ୍ତୁ କି ଫିଲ୍ଡ ସଲ୍ଟ ହୁଅନ୍ତୁ କି ଦେବଦତ୍ତ ପାଟିକଲ ହୁଅନ୍ତୁ କି ରଜତ ପାଟିଦାର ହୁଅନ୍ତୁ କି ଟିମ୍ ଡେଭିଡ୍ ହୁଅନ୍ତୁ, ଯିଏ ଆସୁଛି ଛକା ଚାରିର ବର୍ଷା ଆଉ ସିଙ୍ଗିଲ ନୁହେଁ କେବଳ ଛକା। ଏମିତି ଭୟଙ୍କର ମାଡ଼ ମାରିଲେ ଯେ ସିଏସ୍କେର ବୋଲରମାନଙ୍କ ନାକରେ ପାଣି ପିଆଇ ଦେଲେ। ତେବେ ଦର୍ଶକ ବନ୍ଧୁ ସିଏସ୍କେର ବୋଲରମାନଙ୍କ ମନରେ ଏକ ଭୟ ସୃଷ୍ଟି କରିଦେଲେ। ଓହ କି ମାଡ଼। ତେବେ ଦର୍ଶକ ବନ୍ଧୁ ଆରସିବିର ଅନ୍ୟ ବ୍ୟାଟ୍ସମ୍ୟାନ୍ ମାନେ ଛକା ଗୋଟିଏ ମାରିଥିଲେ ଗୋଟିଏ ଓଭରରେ, ନହେଲେ ସିଙ୍ଗିଲ ନେଉଥିଲେ। କିନ୍ତୁ ଯେବେଠୁ ଟିମ୍ ଡେଭିଡ୍ ଆଇଲେ କେବଳ ଛକା ଆଉ କିଛି ନୁହେଁ, ଛକା ଉପରେ ଛକା। ତେବେ ଦର୍ଶକ ବନ୍ଧୁ ସିଏସ୍କେର ବୋଲର ମାନେ ରାତିରେ ଶୋଇପାରି ନଥିବେ, କାରଣ ଟିମ୍ ଡେଭିଡ୍ ଏମିତି ମାଡ଼ ମାରିଲେ ଯେ ରାତିରେ ସିଏସ୍କେ ବୋଲର ଶୋଇଲା ବେଳେ କେବଳ ଟିମ୍ ଡେଭିଡ୍ଙ୍କର ହିଁ ସ୍ୱପ୍ନ ଦେଖିବେ। ତେବେ ଟିମ୍ ଡେଭିଡ୍ଙ୍କ ବିଷୟରେ କହିବାକୁ ଗଲେ ସେ 25ଟି ବଲ୍ରେ 70 ରନ୍ ପିଟିଛନ୍ତି, ଯେଉଁଥିରେ 8ଟି ଛକା ଏବଂ 3ଟି ଚୌକା ଅଛି। ତେବେ ପ୍ରଥମେ ଟସ୍ ଜିତି ସିଏସ୍କେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ଏହି ନିଷ୍ପତ୍ତିଟି ତାଙ୍କର ବେକାର ହୋଇଗଲା, କାରଣ ସେମାନେ ଭାବିନଥିବେ ଯେ ସେ ଏତେ ରନ୍ ପିଟା ଖାଇଯିବେ। 20 ଓଭରରେ 250 ରନ୍ ଏମିତିକା ସ୍କୋର କେହି ଚେଜ୍ କରିପାରିବେ କି? ତେବେ ଏହି ସ୍କୋରକୁ ଚେଜ୍ କରିବା ପାଇଁ ସିଏସ୍କେର ବ୍ୟାଟ୍ସମ୍ୟାନ୍ ମାନେ ଆରମ୍ଭରୁ ହିଁ ବଡ଼ ବଡ଼ ସଟ୍ ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଚେଷ୍ଟା କରୁ କରୁ ଆଉଟ୍ ହୋଇଗଲେ। ପ୍ରଥମେ ଋତୁରାଜ ଗାୟକୱାଡ଼ ଆଉଟ୍ ହେଲେ, ସିଏ 5 ରନ୍ କି 6 ରନ୍ ଭଳିଆ କରିଛନ୍ତି, ସେ ସ୍ଲିପ୍ରେ ଆଉଟ୍ ହେଲେ। ସେହିଭଳି ସଞ୍ଜୁ ସାମସନ୍ ମଧ୍ୟ ସେହି ସ୍ଲିପ୍ରେ ଆଉଟ୍ ହେଲେ, ସେ 9 ରନ୍ କରିଥିଲେ। ତାଙ୍କ ପରେ ଆସିଥିବା ଆୟୁଷ ମାହାତରେ ମଧ୍ୟ ଛକା ମାରିବାକୁ ଚେଷ୍ଟା କରି କ୍ୟାଚ୍ ଆଉଟ୍ ହୋଇଗଲେ। କେବଳ ସିଏସ୍କେର 2-3 ଜଣ ବ୍ୟାଟ୍ସମ୍ୟାନ୍ ଚାଲିଲେ, ସିଏ ହେଉଛନ୍ତି ସରଫରାଜ ଖାନ୍, ଶିବମ ଦୁବେ, ପ୍ରଶାନ୍ତ ଭୀର ଏବଂ ଜେମି ଓଭରଟନ୍। ତେବେ ସିଏସ୍କେର ବ୍ୟାଟ୍ସମ୍ୟାନ୍ ମାନେ ଏତେ ବଡ଼ ସ୍କୋରର ଲକ୍ଷ୍ୟକୁ ପିଛା କରି 19 ଓଭର ମଧ୍ୟରେ ସମସ୍ତ ୱିକେଟ୍ ହରାଇ 207 ରନ୍ କରିଥିଲା ଏବଂ ଆରସିବି 43 ରନ୍ରୁ ମ୍ୟାଚ୍ ବିଜୟୀ ହେଲା। ତେବେ ଦର୍ଶକ ବନ୍ଧୁ ଯଦି ସିଏସ୍କେର ଓପନର ମାନେ ଏଇଭଳି ବ୍ୟାଟିଂ କଲେ ସେମାନେ ଆଗାମୀ ମ୍ୟାଚ୍ ଗୁଡ଼ିକ ମଧ୍ୟ ହାରିପାରନ୍ତି। ତେବେ ଦର୍ଶକ ବନ୍ଧୁ ସିଏସ୍କେର 2 ଓପନର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ଏବଂ ଋତୁରାଜ ଗାୟକୱାଡ଼ 2 ଜଣ ଚାଲୁନାହାନ୍ତି। ସେମାନେ 2 ଜଣ 3ଟି ମ୍ୟାଚ୍ ଖେଳି ସାରିଲେଣି, କିନ୍ତୁ ତାଙ୍କ ବ୍ୟାଟ୍ରୁ 20 ରନ୍ ମଧ୍ୟ ବାହାରୁନି। ଯଦି ସେମାନେ ଆଗାମୀ ମ୍ୟାଚ୍ରେ ଏଇଭଳି ପ୍ରକାର ବ୍ୟାଟିଂ କଲେ ତାହେଲେ ସେମାନେ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇପାରନ୍ତି। ତେବେ ମୋତେ ଲାଗୁଛି ସିଏସ୍କେ ତାର ବ୍ୟାଟିଂ ଅର୍ଡ଼ର ବଦଳାଇବା ଦରକାର। ପ୍ରଥମେ ସଞ୍ଜୁ ସାମସନ୍ ଏବଂ ଆୟୁଷ ମାହାତରେ ବ୍ୟାଟିଂ କରିବା ଦରକାର, ତାପରେ ଋତୁରାଜ ଗାୟକୱାଡ଼ ବ୍ୟାଟିଂ କରିବା ଦରକାର। ତେବେ ଯଦି ସିଏସ୍କେ ପ୍ଲେଅଫ୍କୁ ଯିବାକୁ ଆଶା ରଖୁଛି ତାହେଲେ ଆଗାମୀ ସମସ୍ତ ମ୍ୟାଚ୍ ଜିତିବାକୁ ପଡ଼ିବ। ଯଦି ପୁଣି ଆଗାମୀ ମ୍ୟାଚ୍ରେ ଏଇଭଳି ସିଏସ୍କେ ବ୍ୟାଟିଂ ଅର୍ଡ଼ରରେ ଆସିଲେ ଏବଂ ଏଇଭଳି ଖରାପ ପ୍ରଦର୍ଶନ କଲେ ତାହେଲେ ସେମାନେ ନିଶ୍ଚିତ ହାରିବେ। ତେବେ ଦର୍ଶକ ବନ୍ଧୁ ଯାହା ସବୁ ମୁଁ କହିଗଲି ତାହା ଠିକ୍ କି ଭୁଲ ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। କ'ଣ ସିଏସ୍କେ ତାର ବ୍ୟାଟିଂ ଅର୍ଡ଼ର ଚେଞ୍ଜ କରିବା ଦରକାର? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଆଉ ଗୋଟେ କଥା, ସିଏସ୍କେ ଏହି ମ୍ୟାଚ୍କୁ ଜିତି ପାରିଥାନ୍ତା, କିନ୍ତୁ ତାଙ୍କର ୱିକେଟ୍ ରହିଲା ନାହିଁ। ଓପନିଂରେ ସିଏସ୍କେ ଭଲ ଷ୍ଟାର୍ଟ କଲେ ସେ ଆରାମସେ ଜିତିପାରିବ, କିନ୍ତୁ ଓପନିଂ ଫ୍ଲପ୍ ହେଉଛି। ତେବେ ଦର୍ଶକ ବନ୍ଧୁ ଯେଉଁମାନେ ବି ମୋ କଥାରେ ସହମତ ତାହେଲେ କମେଣ୍ଟରେ ୟେସ୍, ଆଉ ଯେଉଁମାନେ ସହମତ ନୁହେଁ ସେମାନେ ନ ଲେଖିଦିଅନ୍ତୁ। ଆଉ ଏଇଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ତେବେ ରହିଲି, ଜୟ ସୀତାରାମ, ଜୟ ଜଗନ୍ନାଥ ସ୍ୱାମୀ, ହର ହର ମହାଦେବ। ତେବେ ରହିଲି, ନମସ୍କାର।